ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ପ୍ରଶାନ୍ତ କଲ୍ କରୁ କରୁ ଭୁଲରେ ସେଇ ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ମମତା ପାଖକୁ କଲ୍ ଲାଗିଯାଇଥିଲା। ଭୁଲରେ ଫୋନ୍ କରିଥିବା ମମତାର ମଧୁର କଣ୍ଠସ୍ୱର ଶୁଣି ପ୍ରଶାନ୍ତ କିଛି ନା କିଛି ବାହାନାରେ କିଛି ସମୟ କଥା ହେଇଥିଲା। ପ୍ରଥମେ ମମତା ରାଗୁଥିଲେ ବି ଧୀରେ ଧୀରେ ପ୍ରଶାନ୍ତ ସହିତ କଥା ହେବା ଆରମ୍ଭ କରିଦେଇଥିଲା। ଏହି ରଙ୍ଗ ନମ୍ବରରୁ କଥାବାର୍ତ୍ତା ଭିତରେ କେବେ ପ୍ରେମ ହୋଇଯାଇଥିଲା ଏମାନଙ୍କୁ ଜଣା ନଥିଲା। ୟା ଭିତରେ 1 ବର୍ଷ ବିତି ଯାଇଥିଲା। ବିନା ଦେଖାରେ ଉଭୟଙ୍କ ଭିତରେ ପ୍ରେମ ଗଭୀର ବି ହୋଇଯାଇଥିଲା। କିନ୍ତୁ ମମତା 10 ବର୍ଷ ତଳୁ ବାହା ହୋଇସାରିଥିଲା। ଏକଥା ଜାଣିଲା ପରେ ପ୍ରଶାନ୍ତର ମୁଣ୍ଡ ଚକ୍କର ଖାଇଯାଇଥିଲା। ତାହେଲେ କ'ଣ ହେଲା ସେମାନଙ୍କ ସହ? ରଙ୍ଗ ନମ୍ବରରୁ ପ୍ରେମ ସଫଳ ହେଲା ନା ବିଚ୍ଛେଦ ହେଲା? ଏସବୁ ଜାଣିବା ଆଜିର ଇଣ୍ଟରେଷ୍ଟିଂ ସସ୍ପେନ୍ସ ଭରା ପ୍ରେମ କାହାଣୀରେ। ହେଲେ ତା ପୂର୍ବରୁ ଆମ ଷ୍ଟୋରି ୱିଥ୍ ପ୍ରତାପର ଅଗଣିତ ଦର୍ଶକଙ୍କୁ ଆମ ଷ୍ଟୋରିକୁ ଢେର ସାରା ଭଲ ପାଇବା ଦେଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ହ୍ୟାଲୋ ହାଏ ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ ପ୍ରେମ କାହାଣୀକୁ ଆପଣଙ୍କୁ ସ୍ୱାଗତ। କାମାକ୍ଷାନଗରର ପ୍ରଶାନ୍ତ ହ୍ୟାଣ୍ଡସମ୍ ଥିଲା। ଜଣେ ସାଙ୍ଗକୁ କଲ୍ ଲଗାଉଥିଲା, ହେଲେ କଲ୍ ଲାଗିଥିଲା ଆଉ ଜଣକୁ। ସେ ଥିଲା ଭୁବନର ମମତା। ସେପଟୁ ହେଲୋ ଶୁଭିଲା। ପ୍ରଶାନ୍ତ ଜଣେ ଯୁବତୀର ମଧୁର କଣ୍ଠସ୍ୱର ଶୁଣି ଟିକିଏ ଅଟକିଗଲା। କିଛି ନା କିଛି ବାହାନା କରି କିଛି ସମୟ କଥା ହେଲା, କିନ୍ତୁ ମମତା ରାଗିଯାଇ କଲ୍ କାଟିଦେଲା। କିନ୍ତୁ ପ୍ରଶାନ୍ତର କାନ ଭିତରେ ସେ ମଧୁର ହେଲୋ ଶବ୍ଦଟା ସବୁବେଳେ ଗୁଞ୍ଜରଣ କରୁଥିଲା। ଆଉ କିଛି ନା କିଛି ବାହାନା କରି ମମତାକୁ ସବୁବେଳେ କଲ୍ ଲଗାଉଥିଲା। ପ୍ରଥମେ ମମତା ତ ବହୁତ ରାଗୁଥିଲା, ଚିଡ଼ୁ ବି ଥିଲା, କିନ୍ତୁ ପରେ ତାକୁ ବି ପ୍ରଶାନ୍ତର କଥା ଭଲ ଲାଗିଲା। ଏମିତି ଫୋନ୍ରେ କଥା ହେବା ଆଉ ହ୍ୱାଟ୍ସଆପ୍ରେ ଚାଟିଂ ବି ଚାଲିଲା। ୟା ଭିତରେ ପ୍ରଶାନ୍ତ ଜାଣିବାକୁ ପାଇଲା କି ମମତା ଆଗରୁ ମ୍ୟାରେଜ୍ କରିଛି, କିନ୍ତୁ ତା ସ୍ୱାମୀକୁ 10 ବର୍ଷ ହେଲାଣି ସେ ଛାଡ଼ି ଦେଇଛି। ଏସବୁ ଜାଣିଲା ପରେ ବି ପ୍ରଶାନ୍ତ ମମତାକୁ ଭଲ ପାଇବାରେ କୌଣସି ବି ଉଣା କରିନଥିଲା। ଏମିତିରେ ବିତି ଚାଲିଲା 1 ବର୍ଷ। ମମତା ପ୍ରଶାନ୍ତକୁ ବାରମ୍ବାର କଲ୍ କରି କହିଲା, ମୁଁ ତମ ବିନା ଆଉ ରହିପାରିବିନି, ପ୍ଲିଜ୍ ମୋତେ ଯେତେ ଜଲ୍ଦି ପାରୁଛ ତମ ପାଖକୁ ନେଇଯାଅ। ପ୍ରଶାନ୍ତ ଲାଚାର ଥିଲା। ଗୋଟେ ପଟେ ପରିବାର ଆଉ ଗୋଟେ ପଟେ ପ୍ରେମିକା। ଶେଷରେ ସେ ନିଜ ପ୍ରେମକୁ ବାଛିଥିଲା ଆଉ ପ୍ରେମିକାକୁ ନେଇ ଫେରାର ହୋଇଗଲା। ପ୍ରଶାନ୍ତ ମମତାକୁ ନେଇ ସିଧା ପୁରୀରେ ପହଞ୍ଚିଲା। ପୁରୀରେ 4 ଦିନ ରହି ଅନେକ ମଜାମସ୍ତି ବି କଲେ। ଆଉ 4 ଦିନ ଭିତରେ ଗୋଟେ ମନ୍ଦିରରେ ପ୍ରଶାନ୍ତ ମମତା ମଥାରେ ସିନ୍ଦୁର ଦେଇ ତାକୁ ନିଜର କଲା। ଏପଟେ ପ୍ରଶାନ୍ତର ପରିବାର ଲୋକେ ମମତାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନଥିଲେ। ସେଥିପାଇଁ ପ୍ରଶାନ୍ତ ମମତାକୁ ନେଇ କାମାକ୍ଷାନଗରରେ ଗୋଟେ ଘର ଭଡ଼ା ନେଇ ରହିବାକୁ ଲାଗିଲା। ଏମିତି ହସ ଖୁସିରେ ବିତିଗଲା 4 ବର୍ଷ। ହଠାତ୍ ଦିନେ ମମତା ଭଉଣୀ ଘରକୁ ବୁଲିବାକୁ ଯାଉଛି କହି ଆଉ ଫେରିଲାନି। ପ୍ରଶାନ୍ତ ମମତାକୁ କଲ୍ କଲା। ମମତା ଆଉ କିଛି ଦିନ ପରେ ଆସିବ ବୋଲି କହିଲା, କିନ୍ତୁ ଆସିବା ବଦଳରେ ପ୍ରଶାନ୍ତକୁ ଗାଳିଗୁଲଜ କରିବା ଆରମ୍ଭ କଲା। ଶେଷରେ ପ୍ରଶାନ୍ତକୁ ସବୁଥିରୁ ବ୍ଲକ୍ ବି କରିଦେଲା। ପ୍ରଶାନ୍ତ ପାଗଳ ପରି ମମତା ଘରକୁ ଗଲା, ମମତାର ଭଉଣୀ ଘରକୁ ବି ଗଲା, ହେଲେ କେହି ତା ପ୍ରେମକୁ ବୁଝିପାରିଲେନି। ଶେଷରେ ପ୍ରଶାନ୍ତ ନିରାଶ ହୋଇ ମମତାର ଫେରିବା ବାଟକୁ ଅପେକ୍ଷା କରିବା ଛଡ଼ା ଆଉ ଯେମିତି ତା ପାଖରେ କିଛି ରାସ୍ତା ନଥିଲା। ପ୍ରଶାନ୍ତ ଏସବୁ କଥା ଯେତେବେଳେ ଆମକୁ କହୁଥିଲା, ତା କଣ୍ଠ ଯେମିତି ବାଷ୍ପରୁଦ୍ଧ ହୋଇପଡ଼ୁଥିଲା। ଯିଏ ନିଜ ପ୍ରେମ ପାଇଁ ପରିବାରକୁ ଦୂରେଇ ଦେଲା, ଯିଏ ମମତା ଆଗରୁ ବାହା ହେଇ ଜାଣିବି ତାକୁ ନିଜର କଲା, ତା ସୁଖ ଦୁଃଖର ସାଥୀ ହେଲା, ଶେଷରେ ସେଇ ମମତା ତାକୁ ଧୋକା ଦେଇ କୁଆଡ଼େ ଚାଲିଗଲା। ଏସବୁ କଥା ଜାଣିବା ପାଇଁ ଆମେ ମମତାକୁ ବି କଲ୍ କରିଥିଲୁ, କିନ୍ତୁ ତାଙ୍କ ନମ୍ବର ଲାଗିନଥିଲା। ଦର୍ଶକ ବନ୍ଧୁ, ବେଳେବେଳେ ମଣିଷ ଅଜାଣତରେ ହେଉ କି ଜାଣତରେ ହେଉ ଭୁଲ ରାସ୍ତାରେ ପାଦ ଦେଇଦିଏ। ଏଇ ଯେମିତି ପ୍ରଶାନ୍ତ, ସେ ଜାଣିଥିଲା ମମତା ଆଗରୁ ବାହା ହେଇଥିଲା ଆଉ ସ୍ୱାମୀକୁ ଛାଡ଼ି ଘରେ ରହୁଥିଲା। ତାପରେ ବି ପ୍ରଶାନ୍ତ ସବୁ ଜାଣି ତା ପ୍ରେମରେ ପଡ଼ିଗଲା। ଯିଏ ନିଜ ସ୍ୱାମୀର ହେଲାନି, ସେ କ'ଣ ଆଉ କାହାର ହେଇପାରିବ? ସତ କହିଲେ ଏଠି କିଏ ବୁଦ୍ଧିଆ? ବିଚରା ପ୍ରଶାନ୍ତ ନା ଏବେ ଘର ପରିବାର ପାଖକୁ ଫେରିପାରୁଛି, ନା ମମତା ତା ପାଖକୁ ଆସୁଛି। ତଥାପି କହୁଛି, ମୁଁ ମମତାକୁ ବହୁତ ଭଲ ପାଏ, ତା ଫେରିବା ବାଟକୁ ମୁଁ ଅପେକ୍ଷା କରିବି। ସତରେ କ'ଣ ପ୍ରଶାନ୍ତ ପାଖକୁ ମମତା ଫେରିବ? ପ୍ରଶାନ୍ତ ସବୁ ଜାଣିଲା ପରେ ମମତାକୁ ଭଲ ପାଇବା କ'ଣ ଉଚିତ ଥିଲା? ଆଉ ମମତା ଯାହା କଲା କ'ଣ ଠିକ୍ କଲା? ଏସବୁ ପ୍ରଶ୍ନର ଉତ୍ତର ଆପଣ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।